ମୁଁ ତ ଆସିଲି ବୁଧବାର ଦିନ ଗୋଟାକ ବେଳକୁ ଆସିଲା ବସିକି ଦେଖିଲି ତାଲା ଖୋଲିକି ଗେଟ୍ର ଘର ଚାବି ଦେଖିଲା ବସିକି ଜରି ବନ୍ଧା ହେଇଥିଲା, ଜରି ଖୋଲିଲା ବସିକି ଚାବିଟା କଟା ହେଇଛି। ଘରେ ଏଣ୍ଟ୍ରି କଲା ବସିକି ଆଉ ଘରକୁ ଗଲୁନି। ସେଠୁ ତାପରେ 2ଟା ବସିକି ପୋଲିସ ଭାଇମାନେ ଆସିଲେ। ସେମାନେ ମନା କଲେ ଘରେ ଏଣ୍ଟ୍ରି କରନି, ତମେ ବାହାରେ ରହିଥାଅ, ଆମେ ଆଇଲେ କୁକୁର ଫୁକୁର ସବୁ ପଠେଇକିନି ଇଏ କରିବୁ ବୋଲି। ସେଠୁ ଆମେ ଘରେ ଆଉ ପଶିଲୁନି। ସେଠୁ ତାପରେ ସନ୍ଧ୍ୟାବେଳକୁ ପୁଅରିଆ ଗଲେ, କହିଲେ ହଉ ତାରେ ଗୋଟେ ବଖରାରେ ରହିଯାଆନ୍ତୁ। ସେଠୁ ଗୋଟେ ବଖରାରେ ରହିଯାଇଥିଲୁ। ତାପରେ 2 ଦିନ ଯାକେ ଅପେକ୍ଷା କଲୁ। ପୋଲିସ ଭାଇ ହେରିକା ସେଠୁ ଆସିକିରି ତଦନ୍ତ କରିକିରି କୁକୁର ଧରିକିନି ଯାଇଛନ୍ତି ଦେଖିକିନି। ଆଉ ସବୁ ଜିନିଷ ଚୋରି ହେଇଯାଇଛି। 4ଟା ଗଡ଼ରେଜ୍, 3ଟା ବାକ୍ସ, ବାସନକୁସନ, ଫ୍ୟାନ୍, ଲାଇଟ୍, ସ୍କ୍ରିନ୍ ଆଦି ଶାଢ଼ୀ ଫାଢ଼ୀ ସବୁ ସୁନା ରୂପା ସବୁ ନେଇଯାଇଛନ୍ତି। ଘରେ କିଛି ନାହିଁ ବାସନକୁସନ। ଗତ ମେ ମାସରୁ ଘରେ ନଥିବା ସମୟରେ 18 ତାରିଖ ଜୁନରେ ଆମେ ଆସି ଘରେ ପହଞ୍ଚିଲୁ। ଦେଖିଲୁ ଯେ ଆମ ଘରେ ସବୁ ଜିନିଷ ଚୋରି ହେଇଛି। ଘରଟା ଆମର ପାଖାପାଖି ରାସ୍ତାଠୁ 200 ମିଟର ଦୂରରେ ଯେ ଅଛି, ତଥାପି ଜନବସତି ଏରିଆ ଥାଇକି ମଧ୍ୟ ଏଠି ସବୁ ଚୋରି ହେଇଯାଇଛି। ଆମର ଅନେକ ଗୁଡ଼ିଏ ଜିନିଷ ସେମାନେ ନେଇଯାଇଛନ୍ତି। ଆମର ଆସବାବପତ୍ର ଯାହା ଥିଲା, ଫ୍ୟାନ୍, କଂସା ବାସନ, ଗ୍ୟାସ୍ ଷ୍ଟୋଭ୍, ଘରେ ଯାହା ସୁନା ରୂପା ଆଉ ଟଙ୍କା ପଇସା ଥିଲା ସେସବୁ ନେଇଯାଇଛନ୍ତି। ଆମେ ଯାଇକି ଏ ବିଷୟରେ ପୋଲିସରେ FIR ମଧ୍ୟ ଦେଇଥିଲୁ 18 ତାରିଖ ଦିନ, କିନ୍ତୁ ପୋଲିସ କର୍ତ୍ତୃପକ୍ଷ ସେମାନେ 19 ତାରିଖ ଦିନ ଆମର FIR ଲଜ୍ କରିଛନ୍ତି, କେସ୍ଟି କମ୍ପ୍ଲେନ୍ଟି ରେଜ୍ କରିଛନ୍ତି। ଆମେ ଏଠି ବହୁତ ଅସୁରକ୍ଷିତ ମନେ କରୁଛୁ, ଯେହେତୁ ଗୋଟେ ଜନବସତି ଏରିଆରେ ଏସବୁ ଜିନିଷ ହେଇପାରୁଛି, ଡକାୟତ ହେଇପାରୁଛି। ତେଣୁ ମହିଷାପାଟ ବାସିନ୍ଦାମାନେ ସମସ୍ତେ ଅସୁରକ୍ଷିତ ମନେ କରୁଛନ୍ତି। ବହୁତ ଗୁଡ଼ିଏ ଏଇ 10-15 ଦିନ ଭିତରେ ପାଖାପାଖି 5-6ଟି ଚୋରି ହେଇସାରିଲାଣି। ତେଣୁ ଆମର ପ୍ରଶାସନକୁ ଅନୁରୋଧ ଯେ ସେମାନେ ଏ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ଏହାର ସଠିକ୍ ଭାବରେ ତଦନ୍ତ କରି ଦୋଷୀକୁ ଧରନ୍ତୁ। FIR ଦେବାର 2 ଦିନ ପରେ ସେମାନେ FIR ଆମର ରଖିଲେ। ତାପରେ ଆସିକି ତଦନ୍ତ କରି ଯାଇଛନ୍ତି, ଆମକୁ ଆଶ୍ୱାସନା ଦେଇକି ଯାଇଛନ୍ତି ଯେ ଏହାର ସଠିକ୍ ଭାବେ ତଦନ୍ତ ହେବ। କିନ୍ତୁ ଏଇ ଭିତରେ ଅନେକ ଗୁଡ଼ିଏ ଘଟଣା ଘଟିଗଲାଣି, କିନ୍ତୁ ପୋଲିସର କୌଣସି ତତ୍ପରତା ଦେଖାଯାଉ ନାହିଁ କି ଆମେ ଦେଖୁନୁ ଯେ ପୋଲିସ ଆସିକି PCR ଭ୍ୟାନ୍ ଗଳି ଭିତରେ ଆସିବାଟା ଆମେ ଦେଖୁନୁ। ସେମାନେ କହୁଛନ୍ତି ଯେ PCR ଭ୍ୟାନ୍ ବୁଲୁଛି, ବଟ୍ ସେଇଟା ମେନ୍ ରୋଡ଼ରେ ହିଁ ଯାଉଛି। ଗଳି ଭିତରକୁ ଯେହେତୁ ନ ଆସୁଛନ୍ତି, ଚୋରମାନେ ତାଙ୍କର ବେଧଡ଼କ ଭାବେ ଚୋରି କରୁଛନ୍ତି। ଆରକ୍ଷୀ ଅଧିକାରୀଙ୍କୁ ଆମେ ଦେଖା କରି ମଧ୍ୟ କହିଛୁ। ଆମର ସାହିର ମହିଷାପାଟର କିଛି ବିଜ୍ଞ ଲୋକମାନେ ମଧ୍ୟ ଯାଇକରି ସେଠି ତାଙ୍କୁ ଉପସ୍ଥାପନ କରିଛନ୍ତି। ସେ ଆଶ୍ୱାସନା ଦେଇଛନ୍ତି ଯେ ପେଟ୍ରୋଲିଂ ଆହୁରି ଜୋରଦାରିଆ ହେବ, ଜୋରରେ କରିବେ। କିନ୍ତୁ ଆମେ ରହିବାର ଏଇ ଚୋରି ଆସିକି ଦେଖିବାର 3-4 ଦିନ ଭିତରେ ଆମେ ଦେଖିନୁ ଯେ PCR ଭ୍ୟାନ୍ ଆସି ଗଳି ଭିତରେ ପେଟ୍ରୋଲିଂ